ମଧୁବନ ଜଙ୍ଗଲରେ କାଳୁ କାଉ ଆଉ ତା ସୁନ୍ଦରୀ ସ୍ତ୍ରୀ ମିଶି କଦଳୀ ବଗିଚା କରିଛନ୍ତି। ତାଙ୍କ କଦଳୀ ବଗିଚାରେ ବହୁତ ସାରା କଦଳୀ ବି ହେଇଥାଏ। କାଳେ ତାଙ୍କ କଦଳୀକି କିଏ ଚୋରି କରି ନେଇଯିବ ବୋଲି ସେ ଗୋଟେ ଗଛ ଉପରେ ଘର କରି ରହିଛନ୍ତି। ଏଇଠି କାଳୁ କାଉ, ମତେ ବହୁତ ଜୋର ଭୋକ ଲାଗିଲାଣି, ଗଲ ଗଲ ମୋ ପାଇଁ କ'ଣ ଟିକେ ଖାଇବା ନେଇ ଆସିବ। ହଉ ହଉ ସୁନ୍ଦରୀ, ତୁ ଜମା ବ୍ୟସ୍ତ ହୋନା, ମୁଁ ଏଇ ଗଲି ଏଇ ଆଇଲି, ଯାଉଛି କ'ଣ ଖାଇବା ଦେଖି ତୋ ପାଇଁ ନେଇ ଆସିବି। କାଳୁ କାଉ ଯିବା ପରେ ଟିକେ ଚଢ଼େଇ ଆସି ପହଞ୍ଚିଲା ଆଉ କହିଲା, ଏଇଠି ସୁନ୍ଦରୀ, ମତେ ଗୋଟେ କଦଳୀ କାନ୍ଦି ଦିଅ, ମୁଁ ମୋ ଘରକୁ ନେଇକି ଯିବି। ହଉ ହଉ ଟିକେ ଚଢ଼େଇ, ତମେ ଜମା ବ୍ୟସ୍ତ ହୁଅନି। ଇଏ ଯୋଉ କାଳୁ କାଉ ନାହିଁ କି, ଯାଇଛନ୍ତି ମୋ ପାଇଁ ଖାଇବା ଆଣିବାକୁ। ସେ ଆସନ୍ତୁ, କେତେ ପଇସା କାନ୍ଦିଟା କହିଲେ ତାପରେ ସେ କାଟିକି ଦେଇଦେବେ, ତମେ ପଇସା ଦେଇ ନେଇଯିବ ଆଉ କ'ଣ। ଏଇଠି ସୁନ୍ଦରୀ କାଉ, ତମେ କ'ଣ ଜାଣିନ କଦଳୀ କାନ୍ଦି ରେଟ୍ କେତେ? ଆଉ କ'ଣ କାଳୁ କାଉ ଆସିଲେ କହିବେ, ତମେ କହୁନ। ନାଇଁ ନାଇଁ, ସେ କଥା କ'ଣ କି, ମୁଁ ସେ ବିଷୟରେ ମୁଣ୍ଡ ଖେଳାଇନି। ସେ କାଳୁ କାଉ ଏସବୁ ବିଷୟରେ ବୁଝନ୍ତି। ହଉ ତାହେଲେ ଆଉ ମୁଁ ଅପେକ୍ଷା କରୁଛି କାଳୁ କାଉ ଆସିଲା ପର୍ଯ୍ୟନ୍ତ। ଜଣ କଥା ହେଲା ଭିତରେ କାଳୁ କାଉ ଆସି ପହଞ୍ଚିଲା ଆଉ କହିଲା, ନିଅ ନିଅ ସୁନ୍ଦରୀ, ତମେ ଖାଇବା ଖାଇଦିଅ, ମୁଁ ଘରୁ ଖାଇବା ଖାଇ ଆସିଛି। ହଉ ତାହେଲେ ଠିକ୍ ଅଛି, ତମେ ଯଦି ଖାଇକି ଆସିଛ ମୁଁ ଏ ଖାଇବା ଖାଇଦଉଛି। ତମେ ତାହେଲେ ଟିକି ଚଢ଼େଇକି ଗୋଟେ କଦଳୀ କାନ୍ଦି ଦେଇଦିଅ। କାଳୁ କାଉ ଆଉ ଟିକି ଚଢ଼େଇ କଦଳୀ ବଗିଚାକୁ ଗଲେ କଦଳୀ ଆଣିବାକୁ। କାଳୁ କାଉ ଟିକି ଚଢ଼େଇକି ଗୋଟେ ବଡ଼ କଦଳୀ କାନ୍ଦିଟେ କାଟିକି ଦେଲା ଆଉ କହିଲା, ଜମାରୁ 500 ଟଙ୍କା ଦିଅ ମତେ। ଟିକି ଚଢ଼େଇ ପଇସା ଦେଇ କଦଳୀ କାନ୍ଦି ଧରି ତା ଘରକୁ ଗଲା। ଆରେ କାଳୁ କାଉ, ତମେ ଟିକି ଚଢ଼େଇକି କଦଳୀ କାନ୍ଦି ଦେଲ? ହଁ ହଁ, ମୁଁ ତାକୁ ଦେଲି। ସେ ପଇସା ଦେଲାଟି? ହଁ ହଁ, ପଇସା ଦେଲା। ହେଇଟି କାଳୁ କାଉ, ଆମର ସବୁ କଦଳୀ କାନ୍ଦି ପାଚିଗଲାଣି। ଆମକୁ ଏଥର ଏ କଦଳୀ କାନ୍ଦିକି ଜଗିକି ରହିବାକୁ ପଡ଼ିବ। ହଉ ହଉ, ଜଗିକି ରହିବା ଆଉ। ଏମିତିରେ ରାତି ହେଇଗଲା ଆଉ କାଳୁ କାଉ ଆଉ ତା ସୁନ୍ଦରୀ ସ୍ତ୍ରୀ ମିଶି ଜଗିକି ରହିଲେ, ଏମିତି ତାଙ୍କ କଦଳୀ ବଗିଚାରେ କେହି ଚୋର ନ ପଶି ପାରନ୍ତି। ସେପଟେ ଦେଖିଲା ବେଳକୁ ଚିଲ ଆଉ ତା ସ୍ତ୍ରୀ ଜଗି ରହିଥାନ୍ତି କେମିତି କାଳୁ କାଉର କଦଳୀ ବଗିଚାରୁ କଦଳୀ ଚୋରି କରି ନେବେ ବୋଲି। ଆରେ ଇଏ କାଳୁ କାଉ ତ ଜମା ବି ଶୋଉନାହିଁ, ଆମେ କଦଳୀ କାନ୍ଦି କେମିତି ଚୋରି କରିବା? ଆରେ ସାଙ୍ଗ, ତୁ ଜମା ବ୍ୟସ୍ତ ହୋନା, ସେ ଯାହା ବି ହେଲେ ରାତିରେ ଟିକେ ଶୋଇବେ, ଆମେ ସେତିକି ବେଳକୁ ଯାଇ କଦଳୀ କାନ୍ଦି ଚୋରି କରି ନେଇ ଆସିବା। ଗୋଟେ ଉପାୟ କରିବା ନହେଲେ ଆଉ। ଦୁଇ ଚିଲ ମିଶି ଉପାୟ ପାଞ୍ଚି ଭୂତ ବେଶ ହେଇ କଦଳୀ ବଗିଚାରେ ପଶିଲେ। ଆଉ ସୁନ୍ଦରୀ କାଉର ନଜର ପଡ଼ିଗଲା ସେ ଚିଲମାନଙ୍କ ଉପରେ। ସୁନ୍ଦରୀ କାଉ ସାଙ୍ଗେ ସାଙ୍ଗେ କାଳୁ କାଉକୁ ଡାକିଲା। କାଳୁ କାଉ ଜୋର ନିଦରେ ଶୋଇ ପଡ଼ିଥିଲା, ହେଲେ ସେ ଉଠିଲା ନାହିଁ। ଆଉ ସୁନ୍ଦରୀ ନିଜେ ଯାଇ ଦେଖିଲା, ଆଉ ଭୂତ ମୁଖା ପିନ୍ଧିଥିବା ଚିଲକୁ ଦେଖି ସୁନ୍ଦରୀ ଡରି ସେଠାରୁ ପଳେଇ ଆସିଲା। ସାଙ୍ଗେ ସାଙ୍ଗେ ଭୟରେ ସେଠାରୁ ଆସି କାଳୁ କାଉକୁ ଡାକି ନିଜ ଘରକୁ ପଳେଇ ଆସିଲା ଭୟରେ। ଜାଣିଲ କାଳୁ କାଉ, ମୁଁ ନୁହଁ, ଆମ କଦଳୀ ବଗିଚାରେ ଭୂତ ଦେଖିଲି, ସେଥିଲାଗି ତମକୁ ଡାକି ଘରକୁ ପଳେଇ ଆସିଲି। ଆରେ ହେ, ବେକାର କଥା, ଭୂତ ଭୂତ ଆଜିକାଲି ଦୁନିଆରେ ନାହାନ୍ତି ମ, ସିଏ ଆଉ କିଏ ହେଇଥିବେ। ସେ ଆଉ ଚୋର ନୁହଁ ତ? ଯଦି ଚୋର ହେଇଥିବେ ତାହେଲେ ଆମ କଦଳୀ କାନ୍ଦି ସବୁ ନେଇଯିବେ। ଚାଲ ଚାଲ ଯିବା ଦେଖିବା। ଏମିତି ଦୁହେଁ କଥା ହେଇ ସାଙ୍ଗେ ସାଙ୍ଗେ ତାଙ୍କ ବଗିଚାରେ ଆସି ପହଞ୍ଚିଲେ। ସେ ଦେଖନ୍ତି ତ, ଆରେ ସୁନ୍ଦରୀ, ସତରେ ତ ଆମ କଦଳୀ ବଗିଚାରେ ଚୋର ପଶିଥିଲେ, ସେମାନେ ଭୂତ ନୁହଁ, ଆମ କଦଳୀ ଗୁଡ଼ା କେତେ କିଏ କାଟି ନେଇଛି। ହଁ, ମୁଁ କ'ଣ କରିବି, ମୁଁ ତ ତମକୁ ଡାକିଲି। ହେଇଟି କାଳୁ କାଉ, ଆମ ଏଥର ସତର୍କରେ ରହିବାକୁ ପଡ଼ିବ, ଆଉ କଦଳୀ ବଗିଚାକୁ ଯାହା ବି ହେଲେ ଜଗିବାକୁ ପଡ଼ିବ। ସେମାନେ ପୁଣି ଆଜି ଯାହା ବି ହେଲେ ଆସିବେ ଚୋରି କରିବାକୁ, ଆମେ ତାଙ୍କୁ ଧରିଦେବା। ପୁଣି ଆଜି ରାତିରେ କାଳୁ କାଉ ଆଉ ତା ସ୍ତ୍ରୀ ଜଗି ରହିଲେ। ସେପଟେ ଚିଲ 2 ଜଣ ଭେଷ ବଦଳେଇ
ଆସିଲେ କଦଳୀ ଚୋରି କରିବାକୁ। 2 ଚିଲ ଧରା ପଡ଼ିଲେ ମାଡ଼ ଖାଇ ଘରକୁ ଗଲେ।